ଅନାସ୍ଥା ଆଜ୍ଞା ଆସିଲା କ'ଣ ଆପଣ ତ ସବୁ ମିଡ଼ିଆ ଭାଇ ମାନେ ସମସ୍ତେ ଜାଣିଛନ୍ତି ଆମ ପଞ୍ଚାୟତକୁ ସରପଞ୍ଚ ଯାଉନାହାନ୍ତି ଇଆଡ଼େ ଯାଉଛନ୍ତି ସିଆଡ଼େ ଯାଉଛନ୍ତି ଇଏ କରୁଛନ୍ତି ଆମେ ଯେଉଁ ପଞ୍ଚାୟତ କାମ ଯେଉଁ ହେବା କଥା ପଞ୍ଚାୟତ କାମ ଠପ୍ ହେଇଯାଉଛି କାର୍ଯ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟ ଦୁର୍ନୀତି ହେଇଛି ଆମେ ଲିଖିତ ଆକାରରେ ଭିଡ଼ିଓ ଦେଇଛୁ କଲେକ୍ଟରଙ୍କୁ ଦେଇଛୁ ସମସ୍ତଙ୍କୁ ଦେଇଛୁ। କାହିଁକି ଆମ କଥା କିଛି ବୁଝିଲେନି ଆମର କିଛି ବି କାର୍ଯ୍ୟକଳାପ କଲେନି। ଆମ ରାସ୍ତା ଯୋଉ ଧନ୍ୟବାଦ ରାସ୍ତା ଯୋଉ ଭଳିଆ ହେଇଛି ଏବେ ଗଲେ ଦେଖି ପାଣି କାଦୁଅରେ କେତେ ମାନେ ଲୋକ ଯାଉଛନ୍ତି ଯିବା ଆସିବା କରୁଛନ୍ତି ସେଥିପାଇଁ ଆମେ ତାଙ୍କୁ ଅନଶନକୁ ଆସିଛୁ। କିଛି ଭୟଭୀତ ନାହିଁ ଆମ ନିଜ ଇଚ୍ଛାରେ ଆସିଛୁ ଆମକୁ କେହି ଭୟଭୀତ କରିନାହାନ୍ତି। ଆମେ ଛୋଟ ଛୁଆ ଆମେ ନିଜ ଇଚ୍ଛାରେ ନ ଆସିକି ପର କଥାରେ ଚାଲିବୁ ଆମେ ଛୋଟ ଛୁଆ ନୁହଁ ନା। ଇଏ ତ ପ୍ରଥମ ଥର ଆମେ ଅନାସ୍ଥା ଆଣିନୁ ଆଗରୁ ବି ଅନାସ୍ଥା ପାଇଁ ଚେଷ୍ଟା କରିଥିଲୁ ବିଡ଼ିଓଙ୍କୁ ବି ଦେଇଛୁ ନେଇକିରି ଲେଖିକିରି ଦେଇଛୁ ଯେ ଆମ ପଞ୍ଚାୟତରେ ଏମିତି ବିଭିନ୍ନ ଉନ୍ନତିମୂଳକ କାମ ହେଇପାରୁନି। ଆଧାର କାର୍ଡ଼ ଗୋଟା ଦସ୍ତଖତ କରିବା ପାଇଁ ଗଲେ ସରପଞ୍ଚ ନଥିବ। ଅସନ୍ତ ବହୁତ ଆଗରୁ ଥିଲା ବହୁତ ବି ରହିଛି ଆଉ ବହୁତ ଥର ଏମିତି ବି ଦୁଇ ତିନି ଥର ବାହାରିଛୁ ଦେବୁ ବୋଲିକି ଆମର ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ହେଇପାରୁନି ଆଉ ସେ ବି ପ୍ରାୟ ସମୟ ଘରେ ରହନ୍ତିନି ଆଉ ଏ ଯେଉଁ କହୁଛନ୍ତି ସେ ତ ନିଜେ ଭାଇରାଲ ହେଉଛନ୍ତି ଆମ ପଞ୍ଚାୟତକୁ ବେଜିତ କରୁଛନ୍ତି ଆମ ତାଙ୍କର ତ ଭବିଷ୍ୟତ ଯାହା ଇଏ ହେବ ଆମ ପଞ୍ଚାୟତର କ୍ୟାରିୟର ବି ନଷ୍ଟ ତାଙ୍କର नो कॉन्फिडेंस मोशन आम डेट 0 करूँ 13 तारीख दिन जेहेतु गोटे क्लीयर 15 दिन आज से देले आज डेट आम इनिशिएट कलु काली डेट्रे आम पोस्टाल इश्यू करूँ काली डेट पर आम 15 दिन पर 13 तारीख हो 13 तारीख दिन नो कॉन्फिडेंस जीपी ऑफिस रे हम 11टा बेल ଆଜ୍ଞା ଆମର ଆମେ ଦେଖିଲି ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଆମେ ଅନାସ୍ଥା ଆଣିଥିଲୁ ଆଘାତ କରିଥିଲୁ ସେଥିପାଇଁ ଆମର ସିଗ୍ନେଚର ଭେରିଫିକେସନ୍ ପାଇଁ ଆଜି କଲେକ୍ଟର ଆମେ ଅନାସ୍ଥା ଆଜ୍ଞା ଆସିଲା କ'ଣ ଆପଣ ତ ସବୁ ମିଡ଼ିଆ ଭାଇ ମାନେ ସମସ୍ତେ ଜାଣିଛନ୍ତି ଆମ ପଞ୍ଚାୟତକୁ ସରପଞ୍ଚ ଯାଉନାହାନ୍ତି ଇଆଡ଼େ ଯାଉଛନ୍ତି ସିଆଡ଼େ ଯାଉଛନ୍ତି ଇଏ କରୁଛନ୍ତି ଆମେ ଯେଉଁ ପଞ୍ଚାୟତ କାମ ଯେଉଁ ହେବା କଥା ପଞ୍ଚାୟତ କାମ ଠପ୍ ହେଇଯାଉଛି ସେଥିପାଇଁ ପଞ୍ଚାୟତ କାର୍ଯ୍ୟ କ'ଣ କାର୍ଯ୍ୟ ଆପଣଙ୍କର ଗୋଟେ ଆଧାର କାର୍ଡ଼ ଇଏ କଲା ବେଳକୁ କରପସନ ଆଧାର କାର୍ଡ଼ କୋଉଠି ଭୁଲ ହେଇଛି ସିଗ୍ନେଚର ଦରକାର ସରପଞ୍ଚଙ୍କର କୋଉଠି ସେ ସବୁ ତ ହେଇପାରୁନି ନା ଆଉ ତାପରେ କ'ଣ ଗୋଟେ ମଣିଷର ଆଧାର ନ ହେଇପାରିଲେ ତ କୋଉଠି ଯାଇପାରୁନି ଆଉ ତ କାମ ଛାଡ଼ନ୍ତୁ ଆଜ୍ଞା ଆଉ କାମରେ ଯେଉଁ ଦୁର୍ନୀତି ସବୁ ହେଇଛି ସେ ଦୁର୍ନୀତିଟାକୁ ଆଉ ଦେଖେଇଲେନି ଆପଣ ଖରାପ ଭାବିବେନି ମିଡ଼ିଆ ବନ୍ଧୁମାନେ ଦୁର୍ନୀତିକି ଦେଖେଇଲେନି ଖାଲି କହିଲେ ଚାମିଲି ମ୍ୟାଡ଼ାମ ରୁଷିଲେ ଚାମିଲି ମ୍ୟାଡ଼ାମ ରାଗିଲେ ଆମ କଥାଟାକୁ ଆଉ କେହି ବୁଝିଲେନି କାର୍ଯ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟ ଦୁର୍ନୀତି ହେଇଛି ଆମେ ଲିଖିତ ଆକାରରେ ଭିଡ଼ିଓ ଦେଇଛୁ କଲେକ୍ଟରଙ୍କୁ ଦେଇଛୁ ସମସ୍ତଙ୍କୁ ଦେଇଛୁ ଆମେ ଆଜ୍ଞା 4-6 ମାସ ତଳେ ଦେଇଛୁ 2 ବର୍ଷ ତଳେ ଦେଇଥିଲୁ ଆଜ୍ଞା 2-3 ଥର ଦେଲୁ କିନ୍ତୁ ଆପଣମାନେ ତାକୁ ନ କରିକିରି ଆପଣମାନେ କହିଲେ ଚାମିଲି ମ୍ୟାଡ଼ାମ ରାଗିଲେ ଆଉ ରୁଷିଲେ ପଞ୍ଚାୟତ 8 ନମ୍ବର ୱାର୍ଡ ଅନଶା ଦେବା ପାଇଁ ରାଜୁ ସରପଞ୍ଚଙ୍କୁ କାହିଁକି ଆମ କଥା କିଛି ବୁଝିଲେନି ଆମର କିଛି ବି କାର୍ଯ୍ୟକଳାପ କଲେନି। ଆମ ରାସ୍ତା ଯୋଉ ଧନ୍ୟବାଦ ରାସ୍ତା ଯୋଉ ଭଳିଆ ହେଇଛି ଏବେ ଗଲେ ଦେଖି ପାଣି କାଦୁଅରେ କେତେ ମାନେ ଲୋକ ଯାଉଛନ୍ତି ଯିବା ଆସିବା କରୁଛନ୍ତି ସେଥିପାଇଁ ଆମେ ତାଙ୍କୁ ଅନଶା ଆସିଛୁ। ଟାଇମ୍ 4.5 ବର୍ଷ ଅନେଇ ଅପେକ୍ଷା କରି ଯେତେବେଳେ ଆମ କାର୍ଯ୍ୟକଳାପ କଲେନି ଆମେ ଆଉ କ'ଣ କରିପାରିବୁ। ରାସ୍ତା ନା ବହୁତ କିଛି ବି କାମ ବାକି ରହିଛି। ଆମର ଗାଁକୁ ଯୋଉ ଘର ଯାଇନି ଟୋଟାଲି ଶୌଚାଳୟ ବି ଯାଇନି ଆମର ବି ନିଜେ ବି ଆମେ ୱାର୍ଡ ନମ୍ବର ଆମର ବି ଘର ଯାଇନି ୱାର୍ଡ ଆମର ବି ଶୌଚାଳୟ ଯାଇନି କିଛି ଭୟଭୀତ ନାହିଁ ଆମ ନିଜ ଇଚ୍ଛାରେ ଆସିଛୁ ଆମକୁ କେହି ଭୟଭୀତ କରିନାହାନ୍ତି। ଆମେ ଛୋଟ ଛୁଆ ଆମେ ନିଜ ଇଚ୍ଛାରେ ନ ଆସିକି ପର କଥାରେ ଚାଲିବୁ ଆମେ ଛୋଟ ଛୁଆ ନୁହଁ ନା। ଆଗରୁ ଆସିଥିଲୁ ଆଗରୁ ବହୁତ ଆସିଥିଲୁ ପଞ୍ଚାୟତ ଯୋଉ ବ୍ଲକକୁ ଆସିଥିଲୁ ଦିଆହେଇଛି ବହୁତ ଦିଆହେଇଛି ସମାଜ ତଳେ ବି ଦିଆହେଇଛି ଦିଆ ହେଲା ପରେ କିଛି ବି ହେଲାନି ସେ ବି କହିଲେ ଆମେ ତମ ସାଙ୍ଗରେ ବି ରହିବୁ ହେଲେ ରହିଲେନି ନ ରହିବାରୁ ଆମେ ମାନେ ଆକ୍ସନ ନେଲୁ। ଅନସ୍ଥା ଦବା ପାଇଁ ହିଁ ଆସିଥିଲୁ ଦସ୍ତଖତ ଦେଲୁ ଆଉ କ'ଣ। ମୋ ନାଁ ରାକେଶ ରୋଶନ ଦାସ। ଆପଣ କେତେ ନମ୍ବର 10 ନମ୍ବର ୱାର୍ଡ କେଉଁ ପଞ୍ଚାୟତ ଆପଣ ଟିକିରି ପଞ୍ଚାୟତ। ଆଚ୍ଛା ଆପଣ ଅନାସ୍ଥା ଆଣିଛନ୍ତି ସରପଞ୍ଚ ବିରୁଦ୍ଧରେ କ'ଣ ସମସ୍ୟା ହେଲା ଏମିତି ଆପଣ ଅନାସ୍ଥା ସମସ୍ୟା ତ ବହୁତ ଅନେକ ସମସ୍ୟା ଆଉ ଇଏ ତ ପ୍ରଥମ ଥର ଆମେ ଅନାସ୍ଥା ଆଣିନୁ ଆଗରୁ ବି ଅନାସ୍ଥା ପାଇଁ ଚେଷ୍ଟା କରିଥିଲୁ ବିଡ଼ିଓଙ୍କୁ ବି ଦେଇଛୁ ନେଇକିରି ଲେଖିକିରି ଦେଇଛୁ ଯେ ଆମ ପଞ୍ଚାୟତରେ ଏମିତି ବିଭିନ୍ନ ଉନ୍ନତିମୂଳକ କାମ ହେଇପାରୁନି ତେଣୁ ଏ ଜିନିଷ ଏଥିପାଇଁ ଆଣିଛୁ ତ ଅନାସ୍ଥା। ଆଉ କ'ଣ ମୁଖ୍ୟ କ'ଣ ତାଙ୍କ ବିରୁଦ୍ଧରେ ଆପଣଙ୍କର ଅସନ୍ତୁଷ୍ଟ ସାଧାରଣ ଲୋକଙ୍କର ଏଇ ସରପଞ୍ଚ ଘରେ ରହୁନାହାନ୍ତି ଆଧାର କାର୍ଡ଼ ଗୋଟା ଦସ୍ତଖତ କରିବା ପାଇଁ ଗଲେ ସରପଞ୍ଚ ନଥିବ
ବିଭିନ୍ନ ମୁଖ୍ୟ ବିବାଦ ହେଲା ଏବେ ଆପଣ ସରପଞ୍ଚ ନେଇ ତାପରେ ଆପଣଙ୍କର ଏଇ ଅନାସ୍ଥା ବିବାଦ କଥା ତ ଆମେ କହିପାରିବୁନୁ, ବିବାଦ କଥା ବିଷୟରେ ଆମେ ଜାଣିନୁ। ସେ ବିଷୟରେ ଆମର ତ ମୁଖ୍ୟ ଏଇ ସରପଞ୍ଚ ଶୁଣୁନାହାନ୍ତି ସାଧାରଣ ଲୋକଙ୍କର କଥାବାର୍ତ୍ତା କାମ କରୁଛୁ। ଚାମିଲ ଅଜା ମୁଁ କହିଯିବ ତ ଆମେ ଦେଖି 21 ଜଣ ଆସିଛୁ। ଆମର ଯେଉଁ ଅନାସ୍ଥା ପାଇଁ ଯେଉଁ ସାଇନ୍ କରିଥିଲୁ ସେଟା ଭେରିଫିକେସନ୍ 22 ଜଣ। ମୁଁ ଜୟନ୍ତୀ ଦାସ ତେକିରି ପଞ୍ଚାୟତ 12 ନମ୍ବର ୱାର୍ଡର ୱାର୍ଡ ମେମ୍ବର। ଆଚ୍ଛା ଆଜି କାହା ବିରୁଦ୍ଧରେ ଅନାସ୍ଥା ଆସିଛନ୍ତି ସରପଞ୍ଚ ଚମେଲି ଝାଙ୍କ ବିରୁଦ୍ଧରେ। କ'ଣ ଅଭିଯୋଗ ଏମିତି ଅସନ୍ତୋଷ ହେଲା ଆପଣ ଅସନ୍ତ ବହୁତ ଆଗରୁ ଥିଲା, ବହୁତ ବି ରହିଛି। ଆଉ ବହୁତ ଥର ଏମିତି ବି 2 ଦିନ ଥର ବାହାରିଛୁ ଦେବୁ ବୋଲିକି ଆମର ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ହେଇପାରୁନି। ଆଉ ସେ ବି ପ୍ରାୟ ସମୟ ଘରେ ରହନ୍ତିନି, ଯୁଆଡ଼େ ତାଙ୍କର ଯାଆନ୍ତି ତାଙ୍କ କାର୍ଯ୍ୟରେ। ଆମର ଲୋକମାନେ ପିଲାମାନେ ଯେଉଁ ଆଧାର କରେକ୍ସନ୍ ହେଉ କି ଅଲଗା କିଛି କାର୍ଯ୍ୟ ହେଉ ତାଦେହରେ ହଇରାଣ ହୁଅନ୍ତି। ଆଉ ମୁରିମାନଙ୍କର କଥା ଇଏ କରି ଲୋକମାନେ ଆମର ଯେଉଁ ୱାର୍ଡ଼ରେ ସବୁ ରହିଛନ୍ତି ଲୋକମାନେ ତାଙ୍କ ସବୁ ଇଏ ନେଇକି ଆମେ କହିଲୁ ଆଉ ଯେଉଁ 4 ମାସ କି 6 ମାସ ରହିଛି ଆମକୁ କିଛି ଅନାସ୍ଥା ପ୍ରସ୍ତାବ ଦେଇକି ଆମକୁ ଆମର ନ୍ୟାୟ ସରପଞ୍ଚଙ୍କ ଦ୍ୱାରା କାର୍ଯ୍ୟ କରୁ। 4.5 ବର୍ଷ ଆପଣ କେମିତି କାମ କଲେ ତାଙ୍କ ସାଙ୍ଗରେ? 4.5 ବର୍ଷ ଏମିତି କେତେଥର ବାହାରିଛୁ ଆମର ବି ଦିଆ ବି ହେଇଛି, ଦିଆ ବି ହେଇଥିଲା। କିନ୍ତୁ କାର୍ଯ୍ୟକାରୀ କରିବ ସିଏ ବି ଆମକୁ ଭୋଗ ଛୁଆଁକି ଆମେ ତମ ସାଙ୍ଗରେ ରହିବୁ ଆଉ ତମେ ଆମ ସାଙ୍ଗରେ ବି ରୁହ। ଆମେ ବି ସେମିତି କହିଛୁ, ହଁ ରହିବୁ, ପ୍ରତିଶ୍ରୁତି ଦେଇଥିଲୁ। କିନ୍ତୁ ଏବେ ଯେଉଁ ଆମର 4.5 ବର୍ଷ ପଳେଇଲେ ଆଉ ଯେଉଁ 5-6 ମାସ ରହିଛି ଆମେ ଚେଷ୍ଟା କରୁଛୁ ଆମର ତାଙ୍କୁ ନିଲକ୍ତ କରିକି ଆମ ନ୍ୟାୟ ସରପଞ୍ଚକୁ ଦାୟିତ୍ୱ ଦେଇ କିଛିଟା ଯେଉଁ ଅଧା କାର୍ଯ୍ୟ ରହିଛି ତାକୁ ସମ୍ପୂର୍ଣ୍ଣ କରିବେ। ବିବାଦ ହେଲା ଆପଣ ସରପଞ୍ଚ ଓଡ଼ିଶା ସାରା ଆପଣ ପଞ୍ଚାୟତ ଚର୍ଚ୍ଚା, ସେ ବିବାଦ ସମ୍ପର୍କରେ ଆପଣ କ'ଣ କହିବେ? ବିବାଦ ସମ୍ପର୍କରେ ସିଏ ଆମକୁ ଜଣାଇ ନାହାନ୍ତି ନା ଆମ ୱାର୍ଡ଼ ମେମ୍ବରଙ୍କୁ ଡାକି ଜଣାଇ ନାହାନ୍ତି। ତାଙ୍କର ସେ ବ୍ୟକ୍ତିଗତ କିଛି ହେଇଥାଇପାରେ, ତାଙ୍କର ଆଗକୁ ଯିବା ପାଇଁ କିଛି ମୋଟିଭ୍ ଥାଇପାରେ, ତାଙ୍କର ସେ ବ୍ୟକ୍ତିଗତ ସମସ୍ୟା ହେଇଥାଇପାରେ। କିନ୍ତୁ ଆମ ଠେଇଁ କିଛି ଆମ ୱାର୍ଡ଼ ମେମ୍ବରଙ୍କୁ ବସେଇକି କି ମୋର ଏଇଟା ଅସୁବିଧା ହେଇଛି ଜଳେଇବା କି ଆମେ ଜଳେଇବୁ ଆମେ ତ ସବୁ ଲେଡ଼ିସ୍ ହେଲୁ, ଆମେ କିଛି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତୁ। ଆଜ୍ଞା, ସେ କିନ୍ତୁ ଆମକୁ କିଛି ଜଣେଇ ନାହାନ୍ତି। ନା ନା ପରଚନାରେ ଆମେ ଆଗରୁ ବହୁତ ଥର ଆସିଛୁ, ଏଠି ବି ଆପ୍ଲିକେସନ୍ ଦିଆ ହେଇଥିଲା। ଆଚ୍ଛା, ସିଏ କହିଲେ ଆପଣଙ୍କ ସରପଞ୍ଚ କାଲି କହିଲେ ଆମକୁ ଯେ ମୋ ୱାର୍ଡ଼ ମେମ୍ବର ମାନଙ୍କୁ କେହି ଧମକ ଚମକ ଦେଇ ଡରେଇ ଧମକେଇ ଏ କାମ କରିଛି। ନା ନା ଆମେ କ'ଣ ଛୋଟ ପିଲା, ଆମକୁ କିଏ ଧମକ ଦେବ ଚମକ ଦେବ? ଆଉ ଏଇ ଯେଉଁ କହୁଛନ୍ତି ସେ ତ ନିଜେ ଭାଇରାଲ ହେଉଛନ୍ତି, ଆମ ପଞ୍ଚାୟତକୁ ବେଜିତ କରୁଛନ୍ତି। ଆମ ତାଙ୍କର ତ ଭବିଷ୍ୟତ ଯାହା ଇଏ ହେବ, ଆମ ପଞ୍ଚାୟତର କ୍ୟାରିୟର ବି ନଷ୍ଟ। ଆଧାର ସରପଞ୍ଚର ଭୂମିକା କ'ଣ? ଆଧାର ଯେଉଁ କରେକ୍ସନ୍ ହେଉଛି, ଧର ଅପଡେଟ୍ ହେଉଛି, ଧର ସରପଞ୍ଚ ସାଇନ୍ ଦରକାର ଅଛି, ପ୍ୟାର ସହିତ ତାଙ୍କର ସାଇନ୍ ଦରକାର ଅଛି, ସେଇଟା ହେଇପାରୁନି। ସେମିତି କିଛି ନାହିଁ, ଏସବୁ ମିଛ। ଆମେ କାହା ଚାପରେ ଆସିନୁ, ଆମେ ଆମ ନିଜ ଇଚ୍ଛାରେ ଆମେ 4.5 ବର୍ଷ ହେଲାଣି କୌଣସି କାର୍ଯ୍ୟ ଆମର ହେଇନି। ଆମେ ୱାର୍ଡ଼ ମେମ୍ବର କୌଣସି ପଲ୍ଲୀ ସଭା ହେଉ କି ଗ୍ରାମ ସଭା କୌଣସି ମିଟିଂ ଆଟେଣ୍ଡ ହେଉନି। ଖାଲି ଆସ ସିଗ୍ନେଚର ଦିଅ ଯାଅ, ସେମିତି କିଛି ବି ନାହିଁ। ପିଅନ ରହିଛନ୍ତି, ଆସୁଛନ୍ତି, ଆମଠୁ ପଳେଇ ଯାଉଛନ୍ତି। ହଠାତ୍ କ'ଣ ଏମିତି କୌଣସି କିଛି କାର୍ଯ୍ୟ ତ ହେଉନି। ନାଇଁ ଆଗରୁ ବି ଦିଆ ହେଇଛି, ଆଜ୍ଞା, କିନ୍ତୁ ଆମେ ଯେଉଁ ମିଶିକରି ଦେଇଥିଲୁ କିନ୍ତୁ କୌଣସି କାର୍ଯ୍ୟକାରୀ ହେଇନି। 6 ମାସ ପୂର୍ବରୁ ଆଜ୍ଞା 10-12 ଜଣ 15 ଜଣ ଏମିତି ବି ସମସ୍ତେ ଆମେ ଯେଉଁ 10-12 ଜଣ ସେ ବିଷୟରେ ଟୋଟାଲ ଆମେ କିଛି ଜାଣିନୁ। ଆପଣମାନେ ଯେମିତି ନ୍ୟୁଜ୍ରେ ଦେଖୁଛନ୍ତି ଆମେ ବି ସେମିତି ନୁହେଁ, ଆମେ ତାଙ୍କ ବିଷୟରେ ଟୋଟାଲ କିଛି ଜାଣିନୁ। ଆଜ୍ଞା, କୌଣସି ଇଏରେ ବି ଆମକୁ ପଚାରନ୍ତିନି। ଆଜ୍ଞା, ଆଜି ଆମେ ନିଜ ଇଚ୍ଛାରେ ଆସିଛୁ ଅନାସ୍ଥା ଦେବା ପାଇଁ। ଦେଖନ୍ତୁ 23 ତାରିଖ ଦିନ ଆମକୁ ଗୋଟେ ସମସ୍ତ ୱାର୍ଡ଼ ମେମ୍ବରଙ୍କର ଗୋଟେ ପିଟିସନ୍ ଦେଇଥିଲେ ରିଗାର୍ଡ଼ିଂ नो कॉन्फिडेंस मोशन ऑफ चमेली ओझा सरपंच तिकरी पंचायत। तो 24 तारीख दिन आमर लेटर इश्यू है बीडीओ को कि सिग्नेचर वेरिफिकेशन हम आज दिन में। ऑल्दो पिटिशन 21 जनकर थिला, आज 20 जन उपस्थित थे। जनकर किसी प्रेगनेंसी इश्यू से उपस्थित नहीं पारे। आमर डीपीओ ऑफिस स्टाफ पीईओ एवं मु समस्त दस्खत आज जांच सरला। आम सिग्नेचर मैच कलु, सब मैच खाईगला। तेणुक जो पिटिशन देते आगत कलु एवं
ତାଙ୍କର नो कॉन्फिडेंस मोशन आम डेट 0 करूँ 13 तारीख दिन जेहेतु गोटे क्लीयर 15 दिन आज से देले आज डेट आम इनिशिएट कलु काली डेट रे आम पोस्टल इश्यू करूँ काली डेट पर आम 15 दिन पर 13 तारीख हो 13 तारीख दिन नो कॉन्फिडेंस जीपी ऑफिस रे हम 11टा बेल अगस्त 13 कौन हम सर तांकर मीटिंग हम गोटे भोटिंग हम सेठी जदि से 2/3 मेजोरिटी जदि पास होची ताहले सी माइट बी रिमूव्ड थैंक यू प्रशासनिक प्रस्तुति कौन से दिन पे से दिन आम निश्चित आम ट्रांसपेरेंसी रखापी आम प्रिजाइडिंग ऑफिसर एवं मजिस्ट्रेट बाहर तहसिल आम देवु नियम अनुसार जीपी ऑफिस रे सर हम सर जदि एई समय भितर के मन परिवर्तन करती अथवा अनास्थारू आस्था आड़ को जानती कौन किसी प्रक्रिया बाकी अच्छी कि स्कोप अच्छी कि प्रशासन ना से आम एडमिनिस्ट्रेशन किसी नहीं आईन अनुଯାयी किसी कार्यानुष्ठान हबार अच्छी ना किसी सेमती किसी आमर ये ना से आगत कर से कथा बुझे आमर किसी कहबार नहीं